ବାଲେଶ୍ୱରର ସୁନଟ ପାତ୍ରପଡ଼ାରେ ଅନୁଷ୍ଠିତ ହେଲା ମନ୍ଦିରବାଡ଼ି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 6 ଗୋଟି ଟିମ୍ଙ୍କ ଅଂଶଗ୍ରହଣ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫରମିନ୍ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମଙ୍ଗଳା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର ସହରର ସୁନଟ ପାତ୍ରପଡ଼ା ସ୍ଥିତ ସୁବର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନନ୍‌ଷ୍ଟପ୍ କ୍ଲବ ଆନୁକୂଲ୍ୟରେ MPL 2026 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଯୁବ ସଂଗଠକ ନଳିନୀ ରଞ୍ଜନ ଦାସ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ମନ୍ଦିରବାଡ଼ି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସୁନଟ ପାତ୍ରପଡ଼ାର ଉଦୀୟମାନ ଯୁବକ ସ୍ୱର୍ଗତ ରାଜେନ୍ଦ୍ର ବାରିକଙ୍କ ସ୍ମୃତିରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଗତ 11 ବର୍ଷ ଧରି ଆୟୋଜିତ ହେଉଥିବା ସେ କହିଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ହାର ଜିତ୍ ପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ସର୍ବଦା ଖେଳୁଆଡ଼ ମନୋଭାବ ନେଇ ଖେଳିବାକୁ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ। ଏହିଭଳି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ସ୍ଥାନୀୟ ଖେଳାଳିମାନେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପାଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଆମର ରାଜୁ ମୋ ସାନ ଭାଇ ଯାହା ମେମୋରିଆଲରେ ଟୁର୍ଣ୍ଣାମେଣ୍ଟ 11 ବର୍ଷ ଧରିକି এটা ପଦାର୍ପଣ କରିଛି, ବିଶେଷତଃ ନନ୍‌ଷ୍ଟପ୍ କ୍ଲବର ପିଲାମାନେ ଏବଂ ଏ ପାଖ ଅଞ୍ଚଳର ବିଭିନ୍ନ କମିଟିର ବିଭିନ୍ନ ଜାତିର ପିଲାମାନେ ଏଠି ଖେଳନ୍ତି ଏକଜୁଟ ହୋଇ, ଏବଂ ଏ ଖେଳଟା ପ୍ରତିବର୍ଷ ଚାଲିବ, ଆଗକୁ ମଧ୍ୟ ଚାଲିବ। ରାଜୁ ବାରିକ ଆମ ଏରିଆରେ ଗୋଟେ ହିରୋ ଥିଲା, ମୋ ସାନ ଭାଇ ସିଏ। ଯାହା ବି ହେଉ ତାକୁ ମନେ ରଖିବା ପାଇଁ ପିଲାମାନଙ୍କ ମଧ୍ୟରେ ଗୋଟେ ଇଚ୍ଛା ଆସିଲା ଯେ ଗୋଟେ ଟୁର୍ଣ୍ଣାମେଣ୍ଟ ଆମର ଆୟୋଜନ ହେଉ, ଦି ମେମୋରି ଅଫ୍ ରାଜେନ୍ଦ୍ର ବାରିକ। ଯେବେଠୁ ଏଇ ଚିନ୍ତାଧାରା ଆସିଲା, ପିଲାମାନେ ବହୁତ କଷ୍ଟ କରନ୍ତି 7-8 ଦିନ ଏବଂ ଏ ଟୁର୍ଣ୍ଣାମେଣ୍ଟକୁ ସେମାନେ ସଫଳ କରନ୍ତି ଏବଂ ଏ ଅଞ୍ଚଳରେ ପାତ୍ରପଡ଼ା ପାଖରୁ ଆରମ୍ଭ କରି ସୁନଟରୁ ବାଡ଼ିସାହି ବିଭିନ୍ନ ଅଞ୍ଚଳର ପିଲାମାନେ ଏଠି ଖେଳନ୍ତି। ଖାଲି ଯେ ମନ୍ଦିରବାଡ଼ି ପିଲା ନୁହେଁ, ବିଭିନ୍ନ ଏରିଆର ପିଲାଙ୍କୁ ଡକାଯାଏ। ଯେମିତି ଆପଣଙ୍କ ଲିଗ୍ ମାଧ୍ୟମରେ ଖେଳଗୁଡ଼ା ହୁଏ ଇଣ୍ଟରନ୍ୟାସନାଲରେ, ସେମିତି ଡକାଯାଏ, ପିଲାଙ୍କୁ କିଣାବିକା ହୁଏ ଏବଂ ସେଇ ମାଧ୍ୟମରେ ଖେଳ ହୁଏ। ଆମେ ଚାହୁଁଛେ ବର୍ତ୍ତମାନ ତ ଚାରିଆଡ଼େ ଆପଣ ଦେଖନ୍ତୁ ଦିନ ରାତି ଓନ୍ଲି ଟେନିସ୍, ତେଣୁ ସେଇ ଟେନିସ୍ ମାଧ୍ୟମରେ ଯଦି ପିଲା କିଏ ଭଲ ବାହାରିବେ ଏବଂ ଡିଷ୍ଟ୍ରିକ୍ଟରେ ଖେଳିବ ଏବଂ ଷ୍ଟେଟ୍ରେ ଖେଳିବ, ଏଇଟା ଗାଁ ପାଇଁ ଅତି ଉଚ୍ଚ କୋଟିର ଚିନ୍ତାଧାରା। ଆମେ ସେଇ ଚିନ୍ତାଧାରାରେ ଚାଲିଛୁ, କିନ୍ତୁ କହିହେବନି ଆ ଭିତରୁ କେଉଁ ପିଲା ବାହାରି ଡିଷ୍ଟ୍ରିକ୍ଟ ଏବଂ ଷ୍ଟେଟ୍ ଖେଳିବ ଏବଂ ରାଜ୍ୟରେ ରିପ୍ରେଜେଣ୍ଟ କରିବ। ଏହି ଖେଳ ଆଜି ଆରମ୍ଭ ହେଲା, ଆପଣ କାଲି 11ଟା ପର୍ଯ୍ୟନ୍ତ ଚାଲିବ। ଟ୍ରଫି ପ୍ରଦାନ ଦିଆଯିବ ଏବଂ ପ୍ରତ୍ୟେକ ଟିମ୍ ଜିତିବା ୱିନିଂ ପେମେଣ୍ଟ ପେ ଅଛି ଏବଂ ହାରିବାକୁ ମଧ୍ୟ ପେ ଅଛି। ମ୍ୟାନ୍ ଅଫ୍ ଦ ମ୍ୟାଚ୍, ମ୍ୟାନ୍ ଅଫ୍ ଦ ସିରିଜ୍ ସବୁକିଛି ରହିଛି। ଯେମିତି ଇଣ୍ଟରନ୍ୟାସନାଲ ନିୟମରେ ଯେ ଟାଇପ୍ର ପ୍ରାଇଜ୍ ଦିଆଯାଏ, ଏଠି ମଧ୍ୟ ସେମ୍ ଟାଇପ୍ର ପ୍ରାଇଜ୍ ଦିଆଯାଏ। ଏହି ଅବସରରେ ପ୍ରଥମେ ବ୍ୟାଟିଂ ଓ ବୋଲିଂ କରି ଶ୍ରୀ ଦାସ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଦିବାରାତ୍ର ବିଶିଷ୍ଟ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ନନ୍‌ଷ୍ଟପ୍ ଫାଇଟର୍ସ, ମେକାନିକ୍ ବଏଜ୍, ବଜରଙ୍ଗୀ 11, ବ୍ରେକର ବଏଜ୍, ସାଇକ୍ରିଷ୍ଣା 11, ବାବା ସୁବର୍ଣ୍ଣେଶ୍ୱର 11 ପ୍ରଭୃତି 6 ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ପର୍ଯ୍ୟାୟକ୍ରମିକ 6 ଓଭର ବିଶିଷ୍ଟ ମ୍ୟାଚ୍ ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଦଳକୁ ଟ୍ରଫି ସହିତ 5,000 ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହିତ 3,000 ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ବେଷ୍ଟ ବ୍ୟାଟ୍ସମ୍ୟାନ୍, ବେଷ୍ଟ ବୋଲର, ବେଷ୍ଟ ଫିଲ୍ଡର ଓ ବେଷ୍ଟ କ୍ୟାପ୍ଟେନ୍ ପ୍ରମୁଖଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା। ମାନସ ବାରିକ, ଅଜିତ ମାଝୀ, ରମେଶ ମାଝୀ, ସୁଶାନ୍ତ ଦାସ, ସୁବ୍ରତ ବାରିକ, ସାଗର ମାଝୀ, ସୁରଜ ତଳେଇ ପ୍ରମୁଖ ନନ୍‌ଷ୍ଟପ୍ କ୍ଲବର ସଦସ୍ୟମାନେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। सेकंड बॉल पॉइंट की दिशा में अच्छे से और ये ड्राइव करने की कोशिश रनर का चांस, लेकिन
और अच्छी शॉट फील्डिंग आराम से खेल एक गेम और खेल हां बढ़िया भाई मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किबा ईमेल करंतु admin@mkplast.in।